ଆପଣ ପୂଜା କଲା ଭିତରେ କେବେ ଭଗବାନଙ୍କୁ ଫିଲ୍ କରିଛନ୍ତି କି ଦେଖିଛନ୍ତି ଭଗବାନଙ୍କ ମିରାକଲ୍ସ? ମୁଁ ଯେତେବେଳେ ପଢ଼ୁଥିଲି ମୁଁ ବେଶୀ ବିଶ୍ୱାସ କରୁନଥିଲି। ବାବା କ'ଣ କଲେ ନା କହିଲେ ନା ବାପରେ ତୁ ଗୋଟେ କାମ କରେ ତୁ ନିଜ ପାଇଁ ତୁ ଟିକେ ପାଣି ଟିକେ ଦେ ମହାଦେବଙ୍କୁ। ତାପରେ ମୁଁ ଗାଁରେ ରହୁଥିଲି, ସହରକୁ ଆସିଥିଲି ନୂଆ ନୂଆ। ବାବା କିନ୍ତୁ ପଇସା 10 ଟଙ୍କା ଦିଅନ୍ତି ସହରକୁ ଗଲାବେଳେ ସାଇକେଲରେ ଧରିକି 10 ଟଙ୍କା। ତ ମୁଁ ଟିକେ ମନ୍ଦିରକୁ ଗଲେ ପଇସା ଟିକେ ମିଳେ। ମୁଁ କେବଳ ପଇସା ପାଇଁ ଯାଇଥିଲି, ନା ମହାଦେବକୁ ଚିହ୍ନିଥିଲି ନା ମହାଦେବକୁ ପୂଜା କରିବାକୁ ଇଚ୍ଛା ଥିଲା। ମୋ ବାବାଙ୍କର ଗୋଟେ ବହୁତ ଭଲ ଜେଜେମାଟି ଥିଲା। ସେ କ'ଣ କରିଥିଲେ ନା ତାଙ୍କ ଶରୀର ପୁରା ଦେହ ଖରାପ ହେଇଗଲା, ତାଙ୍କୁ ଡକ୍ଟର ଛାଡ଼ିଦେଲେ। ସେ କହିଲେ ଆଉ ମ୍ୟାକ୍ସିମମ୍ 3 to 5 ଡେଜ୍ ଭିତରେ ସେ ଏକ୍ସପାୟାର କରିବେ ବୋଲି କହିଦେଲେ। ବାବାଙ୍କ ଯେହେତୁ ଭଲ ଜେଜେମାନେ ଥିଲେ ଭୁବନେଶ୍ୱରରେ ହିଁ ଆଡ଼ମିଟ୍ ହେଇଥିଲେ, ତ ବାବା ଭୁବନେଶ୍ୱର ଆସିଥିଲେ। ସେ ସେଇଠୁ ମୋତେ ଫୋନ୍ କଲେ କି ଶଙ୍କର ଆଉ ବେଲପତ୍ର ମୁଁ କହିଦେଇଛି ଆଣିବୁ ମୃତ୍ୟୁଞ୍ଜୟ ମନ୍ତ୍ରରେ ଦେବୁ। ମୋତେ କୁହାହେଲା ଯେତେବେଳେ ମୁଁ କ'ଣ କଲି ବେଲପତ୍ର ଚଢ଼େଇଲି। ମୁଁ ଗୋଟେ କେଜୁଆଲି ଚଢ଼ଉଥିଲି। ମୁଁ କହୁଥିଲି ଭଗବାନ ତାଙ୍କୁ ଭଲ କରିଦିଅ, ଏତିକି ହିଁ ଥିଲା ମୋର ଗୋଟେ ଏଟା ଥିଲା କି ଭଗବାନ ତୁମେ ଅଛ ଯଦି ଭଲ ହେବେ। ତ ସେଇ ସମୟରେ ସେ କ'ଣ କରିଛନ୍ତି ତାଙ୍କର ପୁଣି ଥରେ ଟେଷ୍ଟ ହେଇଛି, ସେ ଭଲ ଅଛନ୍ତି। ଏ ଯେଉଁ ପରିବର୍ତ୍ତନଟା ମହାଦେବଙ୍କ କୃପାରୁ ହେଇଛି।